କୁମ୍ଭ ରାଶିର ବ୍ୟକ୍ତି ଆପଣମାନଙ୍କ ଜୀବନରେ କେବେ କେବେ ଏମିତି ସମୟ ଆସିଥାଏ ଯେତେ ଚେଷ୍ଟା ଆପଣ କରିବା ପରେ ମଧ୍ୟ ଆପଣଙ୍କ ହାତକୁ ସଫଳତା ଆସେ ନାହିଁ। ଆପଣଙ୍କର ନିଜ ଲୋକମାନେ ମଧ୍ୟ ଆପଣଙ୍କୁ ପର ପରି ଲାଗିବା ପାଇଁ ଲାଗନ୍ତି। ଆପଣଙ୍କୁ ମନେ ହୁଏ ମୋ ପାଇଁ ହୁଏତ କିଛି ଭଲ ଲେଖା ନାହିଁ, କିନ୍ତୁ ସତ୍ୟ କ'ଣ ଜାଣିଛନ୍ତି? ପ୍ରତ୍ୟେକ ଅନ୍ଧାର ପରେ ଆସିଥାଏ ଆଲୋକ। ପ୍ରତ୍ୟେକ କଷ୍ଟ ପରେ ଲୁଚିଥାଏ କିଛି ବଡ଼ ଖୁସି। ତ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏପ୍ରିଲ ମାସ 2026 ଆପଣଙ୍କ ଜୀବନରେ ଏମିତି ଗୋଟିଏ ମୋଡ଼ ଆଣିବାକୁ ଯାଉଅଛି ଯେଉଁଠାରେ ପ୍ରତ୍ୟେକ ପୁରୁଣା କଷ୍ଟର ସମସ୍ୟାମାନଙ୍କର ହିସାବ ମିଳିବ। ନୂଆ ଖୁସିର ସମୟ ଆରମ୍ଭ ହେବା ପାଇଁ ଯାଉଅଛି। 3ଟି ସ୍ୱପ୍ନ ଆପଣଙ୍କର ସାକାର ହେବ, ସତରେ ହେବ ଏବଂ 5ଟି ଖୁସି ଆପଣଙ୍କ ଜୀବନରେ ଆସିବା ପାଇଁ ଯାଉଛି। ଏବଂ କେଉଁ କେଉଁ କ୍ଷେତ୍ରରେ ଆପଣ କ'ଣ ସବୁ କରିବେ ଯାହାଦ୍ୱାରା ଏହା ଆପଣଙ୍କ ପାଇଁ ଆହୁରି ଆନନ୍ଦଦାୟକ ରହିବ, ତେବେ ତାହା ସମ୍ପର୍କରେ ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ନିଶ୍ଚିନ୍ତ ରୂପରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ବିସ୍ତୃତ ଭାବରେ କେଉଁ ବିଷୟରେ କ'ଣ ସବୁ ରହୁଛି ପରିଣାମ, କ'ଣ ସବୁ ପରିବର୍ତ୍ତନ ନେଇକରି ଆସୁଅଛି ଏହି ଗ୍ରହମାନଙ୍କର ଗୋଚର ଆପଣମାନଙ୍କ ପାଇଁ ଏହି ଏପ୍ରିଲ 2026ରେ ଭାଗ୍ୟରେ କ'ଣ ସବୁ ପରିବର୍ତ୍ତନ ଆସିବ, ତା ସହିତ ଗ୍ରହମାନଙ୍କର ଗୋଚର ତ ଜାଣିବା କି କ'ଣ ସବୁ ଗ୍ରହମାନଙ୍କର ସ୍ଥିତି ରହୁଛି। ତା ପୂର୍ବରୁ ଆସନ୍ତୁ ଜାଣିବା ମାର୍ଚ୍ଚ 2026 ଆପଣଙ୍କର କେମିତି କଟିଅଛି। ମାର୍ଚ୍ଚ ମାସଟି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସହଜ ନଥିଲା। କିଛି ଦିନଗୁଡ଼ିକୁ ଛାଡ଼ିଦେଲେ ବାକି ପ୍ରତ୍ୟେକ ଦିନ ମାନସିକ ଚାପ, ଅସ୍ଥିରତା, ଅନେକ କଥାଗୁଡ଼ିକ ଭାବି ମନ ଅସ୍ଥିର ରହିଥିଲା। ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଆପଣ ଦେଖିଥିଲେ। ରାତିରେ ଠିକ୍ ସେ ନିଦ ହେଉନଥିଲା। ନିଜ ଲୋକମାନଙ୍କ ଠାରୁ ଆପଣଙ୍କୁ ଦୁଃଖ ମିଳିଅଛି। ଯେଉଁମାନଙ୍କ ଉପରେ ଆପଣ ବିଶ୍ୱାସ କରୁଥିଲେ ସେହିମାନେ ହିଁ ଧୋକା ଦେଇଛନ୍ତି। ମିତ୍ର ବା ପରିବାରର କାହାର କଥାରେ ଆପଣଙ୍କର ମନ ଭାଙ୍ଗିଅଛି। ଅପମାନ ମଧ୍ୟ ଆପଣଙ୍କୁ କିଏ କରିଛନ୍ତି। ତ ଏହି କଥାଟିକୁ ମନେ ରଖନ୍ତୁ। ଧୋକା ଦେଉଥିବା ଲୋକ ଆପଣଙ୍କର ଜୀବନରେ ଆସୁଥିଲେ ମଧ୍ୟ ସେ କିଛି ଶିଖାଇବା ପାଇଁ ହିଁ ଆସିଥାନ୍ତି। କିଛି ନା କିଛି ଆପଣଙ୍କୁ ଆପଣଙ୍କ ଜୀବନରେ ଶିଖାଇଥାନ୍ତି। ତା ସହିତ କିଛି କାମ, କିଛି ପ୍ରୋଜେକ୍ଟ ଆପଣଙ୍କର ଆରମ୍ଭ ହେଲା କିନ୍ତୁ ସମାପ୍ତ ମଧ୍ୟ ହେଲା ନାହିଁ, ଅଧାରେ ଅଟକିକି ରହିଅଛି। ଧନ ଆସିବାରେ ବିଳମ୍ବ ହେଉଅଛି। କାର୍ଯ୍ୟକ୍ଷେତ୍ରରେ କିଛି ନା କିଛି ବାଧା ଲାଗି ରହୁଥିଲା। ଧନଜନିତ ସମସ୍ୟା ଆପଣ ନିଶ୍ଚିନ୍ତ ଦେଖିଛନ୍ତି। ଏହି ମାର୍ଚ୍ଚ ମାସରେ ଯାହା ଆଶା କରିଥିଲେ ତାଠାରୁ ଅଧିକ ଖର୍ଚ୍ଚ ରହିଲା। ସେଭିଂ ଆପଣଙ୍କର ଆଉ ନାହିଁ। ପକେଟ୍ ଖାଲି ହେବା ଭଳି ଆପଣ ଅନୁଭବ କରୁଛନ୍ତି। ତ ଏପ୍ରିଲ ମାସରେ ତ ଆମେ ବିସ୍ତୃତ ଭାବରେ ଜାଣିବା କି ଗ୍ରହମାନଙ୍କର ଗୋଚର ଏବଂ ତା ସହିତ କ'ଣ ରହିବ ଏପ୍ରିଲ ମାସରେ ଆପଣଙ୍କ ପାଇଁ ଶୁଭ ପରିବର୍ତ୍ତନ, ଏବଂ ଏହି ଏପ୍ରିଲ ମାସରେ କେଉଁ 3ଟି ସ୍ୱପ୍ନ ଆପଣଙ୍କର ସତ ହେବ ଆଉ ତା ସହିତ ଆପଣଙ୍କ ଜୀବନରେ କେଉଁ 5ଟି ଖୁସି ଆସିବ। ଦେଖନ୍ତୁ, କୁମ୍ଭ ରାଶିର ବ୍ୟକ୍ତିମାନେ ତ ସାଧାରଣ ନୁହନ୍ତି। ଏମାନେ ମନରୁ ବହୁତ ଭଲ, କାହାକୁ ବି ଖରାପ ଭାବନ୍ତି ନାହିଁ। ଅତି ସହଜରେ ଆଘାତ ପାଇଥାନ୍ତି। ବହୁତ ଭାବୁକ ଶ୍ରେଣୀର। ମନରୁ ଏମାନେ ଭଲ ହୋଇଥାନ୍ତି। ଚୁପ୍ ରହିଥାନ୍ତି। କଷ୍ଟଗୁଡ଼ିକ ଅନ୍ୟମାନଙ୍କୁ କହିବା ପାଇଁ ଭଲ ପାଆନ୍ତି ନାହିଁ। ଅଧିକ ସହିଥାନ୍ତି। ଟିକିଏ ଅଲଗା ଚିନ୍ତାଧାରାର ଏମାନେ। ସମସ୍ତଙ୍କୁ ଭିନ୍ନ ଭାବରେ ଦେଖିଥାନ୍ତି। ଯାହାକୁ ବିଶ୍ୱାସ କରିଥାନ୍ତି ପୁରା ମନରୁ ବିଶ୍ୱାସ କରିଥାନ୍ତି। କେବେ କେବେ ଏହି ସ୍ୱଭାବ କାରଣରୁ ଆପଣଙ୍କର ଦୁର୍ବଳତା ମଧ୍ୟ ଆସିଥାଏ। ତେବେ ଆସନ୍ତୁ ଆପଣ ଏବେ ଜାଣିନିଅନ୍ତୁ ଯେ ଏପ୍ରିଲ ମାସରେ ଆପଣଙ୍କର ଗ୍ରହମାନଙ୍କର ଗୋଚର କିପରି ରହୁଅଛି ତାହା ପ୍ରଥମେ ଜାଣିନେବା, ଏବଂ କ'ଣ ସବୁ ଆପଣଙ୍କ ଜୀବନରେ ଆସୁଛି ଏହି ଏପ୍ରିଲ ମାସରେ ତାହା ସମ୍ପର୍କରେ ମଧ୍ୟ ଜାଣିବା। ଦେଖନ୍ତୁ, ଏହି ଏପ୍ରିଲ ମାସରେ ଆପଣଙ୍କର ପ୍ରଥମ ଭାବରେ ରାହୁଙ୍କ ସାଥିରେ ବୁଧ ବିରାଜମାନ କରୁଛନ୍ତି। ତା ସହିତ ଆପଣଙ୍କର ଦ୍ୱିତୀୟ ଭାବରେ ସୂର୍ଯ୍ୟଙ୍କ ସହିତ ମଙ୍ଗଳ ବିରାଜମାନ କରୁଛନ୍ତି। ତେଣୁ ଆପଣ ଧ୍ୟାନ ଦେଇ ଶୁଣନ୍ତୁ ଏବଂ ଭିଡ଼ିଓଟି ନିଶ୍ଚିନ୍ତ ରୂପରେ ବହୁତ ହିଁ ଆଶ୍ଚର୍ଯ୍ୟଚକିତ କରିବା ଭଳି ରହିବ। ନିଶ୍ଚିନ୍ତ ଆପଣଙ୍କ ଜୀବନରେ ବଡ଼ କିଛି ପରିବର୍ତ୍ତନ ହେବାର ଅଛି। ଏହା ସହିତ ଆପଣଙ୍କର ଦ୍ୱିତୀୟ ଭାବରେ ଶନି ମଧ୍ୟ ରହୁଛନ୍ତି, ଯାହାକି ଆପଣଙ୍କର ଶନି 7.5ର ଆପଣଙ୍କର ଅନ୍ତିମ ଚରଣ ଏବେ ଚାଲୁଅଛି। ଆଉ କିଛି ମାସ ପରେ ନିଶ୍ଚିନ୍ତ ରୂପରେ ଶନି 7.5 ଆପଣଙ୍କର ଚାଲିଯିବ। ତାପରେ ତ ଆପଣଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ଗୁଡ଼ିକ ଆସିବ ତାହା ସମ୍ପର୍କରେ ଆଗକୁ ଆମେ ଭିଡ଼ିଓ ନେଇକରି ଆସିବୁ। ଆପଣଙ୍କର ତୃତୀୟ ଭାବରେ ଶୁକ୍ର ବିରାଜମାନ କରୁଛନ୍ତି। ପଞ୍ଚମ ଭାବରେ ଦେବଗୁରୁ ବୃହସ୍ପତି ବିରାଜମାନ କରୁଛନ୍ତି। ଦଶମ ଭାବରେ କେତୁ,
ତା ସହିତ 11 ଏପ୍ରିଲକୁ ବୁଧ ମୀନ ରାଶିକୁ ଆସିଯିବେ। 14 ଏପ୍ରିଲକୁ ସୂର୍ଯ୍ୟ ମେଷ ରାଶିକୁ ଆସିବେ ଏବଂ 19 ଏପ୍ରିଲକୁ ଶୁକ୍ର ବୃଷ ରାଶିକୁ ଆସିବେ। ତ ଗ୍ରହମାନଙ୍କର ଏହି ଗୋଚର, ଗ୍ରହମାନଙ୍କର ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ନେଇକରି ଆସୁଛି, କେଉଁ 3ଟି ସ୍ୱପ୍ନ ତାହା ଆପଣଙ୍କର ସତ ହେବ। ତ ପ୍ରଥମେ 5ଟି ଭଲ ଖବର ଆସନ୍ତୁ ଜାଣିବା, ଯାହାକି ଆପଣଙ୍କୁ ମିଳିବ। ଚାକିରୀ କ୍ଷେତ୍ରରେ ଆପଣ ଯେକୌଣସି ଚାକିରୀ କ୍ଷେତ୍ରରେ ଆସନ୍ତୁ ଦେଖିବେ, ସେହି କ୍ଷେତ୍ରରେ ଆପଣଙ୍କର ପ୍ରମୋସନ୍ ହୋଇପାରେ, ସହକର୍ମୀମାନଙ୍କର ସହଯୋଗ ଅଧିକ ରହିବ, ବରିଷ୍ଠ ବ୍ୟକ୍ତିବିଶେଷମାନଙ୍କର ବା ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କର ଆପଣ ପ୍ରିୟଭାଜନ ହେବେ, ଆପଣଙ୍କ କାମର ପ୍ରଶଂସା କରାଯିବ। ଚାକିରୀର କ୍ଷେତ୍ରଟି ପ୍ରତ୍ୟେକ ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଭଲ ରହୁଅଛି। ଆପଣ ପରିବାର ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ଦେଖିପାରିବେ, କିଛି ଧାର୍ମିକ ଅନୁଷ୍ଠାନ ଆପଣ ଆୟୋଜନ କରିପାରନ୍ତି କିମ୍ବା ଏହିସବୁ ଦିଗରେ ଆପଣ କିଛି ଆଗେଇ ମଧ୍ୟ ପାରନ୍ତି, କିଛି ପ୍ଲାନିଂ ପ୍ରସ୍ତୁତ ମଧ୍ୟ କରିପାରନ୍ତି। ଧନଲାଭର ଏହି ମାସଟି ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ। ଭଲ ଧନଲାଭର ସମ୍ଭାବନା ବନୁଅଛି। ତା ସହିତ ଦୂରଯାତ୍ରା କରିବାର ଯୁଗ ମଧ୍ୟ ବନୁଅଛି। ଆପଣ ଏହି ଏପ୍ରିଲ ମାସରେ ଯେକୌଣସି ଆପଣ ଯାତ୍ରା କରୁଛନ୍ତି, ବିଶେଷ କରି ଯେଉଁ ଦୂରଯାତ୍ରା ଗୁଡ଼ିକ ଆପଣ କରୁଛନ୍ତି, ତ ସେହିସବୁ କ୍ଷେତ୍ରରେ ଆପଣ ଦେଖିବେ ନିର୍ବିଘ୍ନତା ସହିତ ଆପଣଙ୍କର ସେହିସବୁ ଯାତ୍ରା ସମ୍ପୂର୍ଣ୍ଣ ହେବ। ସେହି ଯାତ୍ରାରେ ଆପଣ ସଫଳତା ପ୍ରାପ୍ତ କରିବେ। ପ୍ରତ୍ୟେକ ଯାତ୍ରା ଆପଣଙ୍କର ଏହି ଏପ୍ରିଲ ମାସରେ ସଫଳ ହେବ। ଆପଣ କିଛି ନୂଆ ଘର, କିଛି ନୂଆ ଜମିବାଡ଼ି କିଣିପାରନ୍ତି। ତା ସହିତ ଗାଡ଼ି କିଣିବାର ଯୁଗ ମଧ୍ୟ ରହୁଅଛି। ଏହିସବୁ କ୍ଷେତ୍ରରେ ଭଲ ରହୁଅଛି ବହୁତ। ତା ସହିତ ଆଉ ଏକ କଥା ମନେ ରଖନ୍ତୁ, ଏହି ଏପ୍ରିଲ ମାସର 2 ତାରିଖ, 5 ତାରିଖ, 9 ତାରିଖ, 14 ତାରିଖ, 18 ତାରିଖ, 23 ତାରିଖ ଏହି ଦିନଗୁଡ଼ିକରେ ଯଦି କୌଣସି ନିବେଶ କରୁଛନ୍ତି, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯଦି ନେଉଛନ୍ତି, ତ ଏହିସବୁ ଦିନଗୁଡ଼ିକରେ ଆପଣଙ୍କୁ ଲାଭ ଦେଖିବା ପାଇଁ ମିଳିବ ଏବଂ ସଫଳତାର ସମ୍ଭାବନା ଅଧିକ ରହିବ। ତେବେ ଏହା ସହିତ ଏହି ଏପ୍ରିଲ ମାସରେ ପ୍ରେମ ଜୀବନ ବହୁତ ହିଁ ଭଲ ରହୁଅଛି। ପ୍ରମୋସନ୍ ରହିବ, ମିସ୍ ଅଣ୍ଡରଷ୍ଟାଣ୍ଡିଂ ସବୁ ଦୂର ହେବ। ସିଙ୍ଗଲ ଲୋକମାନଙ୍କୁ ନୂଆ ଜୀବନସାଥୀ ମିଳିବ, ମନପସନ୍ଦର ଜୀବନସାଥୀ ମିଳିବ। କାହାକୁ ଆପଣ ଆପଣଙ୍କର ମନର କଥା ଏହି ମାସରେ କହିପାରିବେ। ଆପଣଙ୍କର ଊର୍ଜା ଶକ୍ତି ଭଲ ରହିବ। ପଜିଟିଭ୍ ସମ୍ପନ୍ନ ଆପଣ ରହିବେ। ଯାହା ଚାହିଁବେ ତାହା କରିପାରିବେ। ପରିବାରରେ ମଧ୍ୟ ଏହି ମାସଟି ଆପଣଙ୍କ ପାଇଁ ବହୁତ ହିଁ ଭଲ ସଂକେତ ରହୁଅଛି। ଖୁସିର ମାହୋଲ ରହିବ। ବଡ଼ମାନଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିବ। ପରିବାରରେ ଆପଣଙ୍କର ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନ ମଧ୍ୟ ବହୁତ ଭଲ ରହୁଅଛି। ସମ୍ପର୍କ ବହୁତ ମଜବୁତ ହେବ। ଯାହା ବି କିଛି ଭୁଲ ବୁଝାମଣା ରହିଥିଲା ଦାମ୍ପତ୍ୟ ଜୀବନରେ ଏହି ଏପ୍ରିଲ ମାସରେ ଦେଖିବେ, ତାହା ସବୁକିଛି ସମାଧାନ ହୋଇଯିବ ଏବଂ ସମ୍ପର୍କ ମଧୁରତା ଆଡ଼କୁ ଗତି କରିବ। ତା ସହିତ ବ୍ୟବସାୟ ଏବଂ ଚାକିରି ଦୁଇଟା କ୍ଷେତ୍ରରେ ଆପଣଙ୍କ ପାଇଁ ବହୁତ ହିଁ ଭଲ ରହୁଅଛି। ସେଥିରେ ଆପଣଙ୍କର ପ୍ରଫିଟ୍ ବଢ଼ିବ, ଯାହାକି ଆପଣଙ୍କର ଯେକୌଣସି ଆୟ ଆପଣ କରୁଛନ୍ତି, ଯେକୌଣସି କ୍ଷେତ୍ରରେ ଯାହା କିଛି ଆପଣ ପରିଶ୍ରମ କରୁଛନ୍ତି, ସେହିସବୁ କ୍ଷେତ୍ରରେ ଆପଣଙ୍କୁ ଲାଭ ବହୁତ ଅଧିକ ଦେଖିବା ପାଇଁ ମିଳିବ। ସହକର୍ମୀମାନଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ଏହି ମାସରେ ବହୁତ ଅଧିକ ଦେଖିବା ପାଇଁ ମିଳିବ। ତା ସହିତ ଶିକ୍ଷା କ୍ଷେତ୍ରଟି ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ, କୁମ୍ଭ ରାଶିର ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ବହୁତ ହିଁ ଶୁଭ ରହିବ। ଏକ୍ଜାମରେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ରୂପରେ ଦେଖିବା ପାଇଁ ମିଳିବ। କୌଣସି କମ୍ପିଟେଟିଭ୍ ଏକ୍ଜାମ ଯଦି ଆପଣ ଦେଇଛନ୍ତି ବା ଦେଉଛନ୍ତି, ତେବେ ନିଶ୍ଚିନ୍ତ ରୂପରେ ସେଥିରେ ଆପଣଙ୍କୁ ସଫଳତା ଅଧିକ ମାତ୍ରାରେ ମିଳିବ। ଧନ ଆଗମନର କ୍ଷେତ୍ର ବହୁତ ହିଁ ଭଲ ରହୁଅଛି। ପ୍ରତିଶତ ମଧ୍ୟ ବହୁତ ଭଲ ରହୁଅଛି। ଧନ ଆଗମନ ବହୁତ ବଢ଼ିବ। ସେଭିଂ ମଧ୍ୟ ଆପଣଙ୍କର ବଢ଼ିବ। ସ୍ୱାସ୍ଥ୍ୟକୁ ନେଇକରି ଟିକିଏ ସମସ୍ୟା ରହିପାରେ। ମନେ ରଖନ୍ତୁ, ଆପଣଙ୍କର ପ୍ରଥମ ଭାବରେ ବୁଧଙ୍କ ସହିତ ରାହୁ ବିରାଜମାନ କରୁଛନ୍ତି। ତ ସ୍ୱାସ୍ଥ୍ୟକୁ ନେଇକରି ଆପଣ ଜଗିବାର ଅଛି। ତା ସହିତ ଦ୍ୱିତୀୟ ଭାବରେ ଆପଣଙ୍କର ଶନିଙ୍କର ତ 7.5 ଚାଲିଛି। ତା ସହିତ ସୂର୍ଯ୍ୟଙ୍କ ସାଥିରେ ମଙ୍ଗଳ ବିରାଜମାନ କରୁଛନ୍ତି। ନିଶ୍ଚିନ୍ତ ରୂପରେ ମନେ ରଖନ୍ତୁ, ନିଶ୍ଚିନ୍ତ ରୂପରେ ଏହି ମାସରେ ଆପଣଙ୍କୁ କ୍ରୋଧ ଉପରେ ଧ୍ୟାନ ଦେବେ। ଟିକିଏ କଥା କହିବା ସମୟରେ ଧ୍ୟାନ ଦେବେ। କ୍ରୋଧକୁ ସମ୍ପୂର୍ଣ୍ଣ ରୂପରେ ନିୟନ୍ତ୍ରଣ କରିବେ, ନଚେତ୍ ଆପଣ କିଛି ସମସ୍ୟାରେ ପଡ଼ିପାରନ୍ତି। କାହା ଉପରେ ହଠାତ୍ ରାଗିବେ ନାହିଁ। ପ୍ରତ୍ୟେକ କଥାକୁ, ସମସ୍ୟାକୁ ଆପଣ ଧୀର ସ୍ଥିର ହୋଇକରି ସମାଧାନ କରିବେ। ଛୋଟ ଛୋଟ ସମସ୍ୟା ବଡ଼ ରୂପ ନେଇପାରେ, ଏହି କଥାଟିକୁ ମନେ ରଖନ୍ତୁ। ସ୍ୱାସ୍ଥ୍ୟକୁ ନେଇକରି ବିଶେଷ ଯତ୍ନ ରହିବେ। ଯେଉଁମାନଙ୍କର ବ୍ଲଡ଼ ପ୍ରେସର ରହିଛି, ଡାଇବେଟିସ୍ ଅଛି, ସ୍ନାୟୁଜନିତ ରୋଗ ରହିଛି, ସେମାନେ ବିଶେଷ ଭାବରେ ସତର୍କ ରହିବେ। ଜଙ୍କ ଫୁଡ଼, ଫାଷ୍ଟଫୁଡ଼ ଏହିସବୁ ଇତ୍ୟାଦି ଆପଣ ଏହି ମାସରେ ଭୁଲରେ ବି ଖାଆନ୍ତୁ ନାହିଁ, କାହିଁକି ନା ଏହିସବୁ କ୍ଷେତ୍ରରେ ଆପଣଙ୍କୁ କିଛି ନା କିଛି ସମସ୍ୟା ଦେଖିବା ପାଇଁ ମିଳିପାରେ। ସୂର୍ଯ୍ୟଙ୍କ କାରଣରୁ ଆପଣଙ୍କୁ ମାନସମ୍ମାନ
ସମାଜରେ ପ୍ରାପ୍ତ ହେବ। ପ୍ରତିଷ୍ଠା ଆପଣଙ୍କୁ ସୂର୍ଯ୍ୟ ପ୍ରଦାନ କରୁଛନ୍ତି। ଚନ୍ଦ୍ରଙ୍କ କାରଣରୁ ମାନସିକ ଶାନ୍ତି ଆପଣ ଏହି ମାସରେ ପାଇବେ। ଶନି, ଯାହାକି ଆପଣଙ୍କ ରାଶିର ସ୍ୱାମୀ, ଆପଣଙ୍କୁ ଆପଣଙ୍କ ପରିଶ୍ରମର ମୂଲ୍ୟ ଏହି ମାସରେ ଦେବେ। ଏହା ସହିତ ସଫଳତା ଆଡ଼କୁ ମଧ୍ୟ ସେ ନେବେ। ତା ସହିତ ଦେବଗୁରୁ ବୃହସ୍ପତି, ଯାହାକି ଆପଣଙ୍କର ପଞ୍ଚମ ସ୍ଥାନରେ ରହିଛନ୍ତି, ଆପଣଙ୍କୁ ନିଶ୍ଚିନ୍ତ ରୂପରେ ଧନଧାନ୍ୟରେ ଭରି କରିକି ରଖିବେ। ଭାଗ୍ୟର ପ୍ରତିଶତ ବଢ଼ାଉଛନ୍ତି। ନିଶ୍ଚିନ୍ତ ଆପଣଙ୍କୁ ଲାଭ ଦେଖିବା ପାଇଁ ମିଳିବ। ତା ସହିତ ମଙ୍ଗଳଙ୍କର କୃପା ମଧ୍ୟ ମିଳିବ। ମଙ୍ଗଳଙ୍କ କାରଣରୁ ଊର୍ଜା ଆପଣଙ୍କର ଭଲ ରହିବ, ଆତ୍ମବିଶ୍ୱାସ ଭଲ ରହିବ। କିନ୍ତୁ ମନେ ରଖନ୍ତୁ, କ୍ରୋଧର ସମ୍ଭାବନା ମଧ୍ୟ ଅଧିକ ରହୁଅଛି। ଚିଡ଼ିଚିଡ଼ା ସ୍ୱଭାବ ରହିବ। ଟିକେ ଟିକେ କଥାରେ ରାଗିବେ। ବ୍ଲଡ଼ ପ୍ରେସର ଜନିତ ସମସ୍ୟା ରହିବ। ନିଶ୍ଚିନ୍ତ ଏହିସବୁ କ୍ଷେତ୍ରଗୁଡ଼ିକ ପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ଏହି ମାସରେ ବିଶେଷ କରି ଆପଣ ମନେ ରଖନ୍ତୁ, କ'ଣ ସବୁ ଶୁଭ ଯୁଗ ଆପଣଙ୍କର ରହୁଅଛି। ନୂଆ ବ୍ୟବସାୟ ଆପଣ ଆରମ୍ଭ କରିପାରିବେ। ନୂଆ ନିବେଶ ଆପଣ ଆରମ୍ଭ କରିପାରିବେ। ଘର ନିର୍ମାଣ କରିପାରିବେ। ଯାତ୍ରା କ୍ଷେତ୍ରରେ ଆଗେଇ ପାରିବେ। ଶିକ୍ଷା କ୍ଷେତ୍ରରେ ଆଗେଇ ପାରିବେ। ନିଶ୍ଚିନ୍ତ ରୂପରେ ଏହିସବୁ କ୍ଷେତ୍ର ହିଁ ଆପଣଙ୍କ ପାଇଁ ଏହି ମାସରେ ବହୁତ ହିଁ ଭଲ ରହୁଅଛି। ପୂର୍ବରୁ ଯାହାକି ଆପଣ ଦେଖିଥିଲେ କି ଅନେକ କଥା ଭାବୁଥିଲେ କିନ୍ତୁ କୌଣସି କିଛି ନିଷ୍ପତ୍ତି ନେଇପାରୁନଥିଲେ, ଏବେ କିନ୍ତୁ ନିଷ୍ପତ୍ତି ନେବାରେ ଯାହା ଆପଣଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିଲା, କ'ଣ କରିବି କ'ଣ କରିବି ନାହିଁ, ଏହିସବୁ ଭାବନା ରହୁଥିଲା, ସେହି ସବୁ ଭାବନା ଦୂର ହେବ। ଯେଉଁମାନେ ଈଶ୍ୱର ବିଶ୍ୱାସୀ ଆପଣ ହେବେ, ଭଗବାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ବଢ଼ିବ। ଯେଉଁମାନେ ଆପଣଙ୍କୁ ଧୋକା ଦେଇଥିଲେ, ସେଇମାନେ ଆପଣଙ୍କ ପାଖକୁ ଫେରିପାରନ୍ତି। ମିତ୍ର ଏବଂ ପରିବାରର କୌଣସି ବ୍ୟକ୍ତି ଯିଏ ଆପଣଙ୍କୁ ଅପମାନ କରିଥିଲେ, ଯାହାଙ୍କ କଥାରେ ଆପଣଙ୍କୁ କଷ୍ଟ ହୋଇଥିଲା, ଆପଣଙ୍କର ମନକୁ କଷ୍ଟ ହୋଇଥିଲା, ସେ ପୁଣି ଭୁଲ ତାଙ୍କର ବୁଝିପାରି ଆପଣଙ୍କ ପାଖକୁ ଫେରି ଆସିପାରନ୍ତି। ତା ସହିତ କିଛି ବଡ଼ ଭଲ ପ୍ରୋଜେକ୍ଟ ମଧ୍ୟ ଆପଣ ଆରମ୍ଭ କରିପାରନ୍ତି। ଧନ ଆପଣଙ୍କର ଯେଉଁ ସ୍ଥାନରୁ ଆସିବାର ଥିବ, ତ ସେହି କ୍ଷେତ୍ରରେ ଆପଣଙ୍କୁ ସଫଳତା ଦେଖିବା ପାଇଁ ମିଳିବ। କାର୍ଯ୍ୟକ୍ଷେତ୍ରରେ ଯାହା ବି କିଛି ସବୁ ବାଧା ରହିଥିଲା, ତାହା ସବୁ ଦୂର ହେବ। ଖର୍ଚ୍ଚ କ୍ଷେତ୍ରରେ ଆପଣ ସାବଧାନ ରହିବେ। ନିଜକୁ ଧ୍ୟାନ ଦେବେ ଏବଂ କିଛି ସଞ୍ଚୟ ମଧ୍ୟ ଆପଣ ଏହି ମାସରେ କରିପାରିବେ। ମନେ ରଖନ୍ତୁ, ତ ଏହି ମାସଟି ଆପଣଙ୍କ ପାଇଁ ପ୍ରତ୍ୟେକଟି କ୍ଷେତ୍ରରେ ଭଲ ରହୁଅଛି। ଏହି କଥା ଆପଣ ମନେ ରଖନ୍ତୁ। ସ୍ୱାସ୍ଥ୍ୟକୁ ଜଗି ରଖିକି ଚଳନ୍ତୁ। କଥାବାର୍ତ୍ତାରେ ଟିକେ ସାବଧାନ ରୁହନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଯାହା କରିବେ, ତାହା ଆପଣଙ୍କର ନିଶ୍ଚିନ୍ତ ରୂପରେ ଉପଯୁକ୍ତ ଫଳ ଆପଣଙ୍କୁ ପ୍ରାପ୍ତ ହେବ। ଭାଗ୍ୟର ସାଥ ଯଦି ଆପଣଙ୍କ ସାଥିରେ ରହିଥାଏ, ତେବେ ସେହି ସମୟରେ ଆପଣ ଯାହା ବି କାମ କରିଥାନ୍ତି, ଯେଉଁ କାମ କରିଥାନ୍ତି, ସେଥିରେ ସଫଳତା ପାଇବାର ସମ୍ଭାବନା ବହୁତ ଅଧିକ ରହିଥାଏ। ତେବେ ଏବେ ଆସନ୍ତୁ ଜାଣିବା କିଛି ଉପାୟ। ଯଦି ଆପଣ ଏହି ଏପ୍ରିଲ ମାସରେ କରୁଛନ୍ତି, ତେବେ ନିଶ୍ଚିନ୍ତ କ୍ଷେତ୍ରରେ ଆପଣଙ୍କୁ ଅନେକ ଦିଗରୁ ସଫଳତା ଦେଖିବା ପାଇଁ ମିଳିବ। ଶନିବାର ଦିନ କଳା ରାଶି କାହାକୁ ଦାନ କରନ୍ତୁ। କୁକୁରକୁ ରୁଟି ଖାଇବା ପାଇଁ ଦିଅନ୍ତୁ। ପ୍ରତିଦିନ ସନ୍ଧ୍ୟା ସମୟରେ ଆପଣ ଘିଅର ଦୀପଟିଏ ଅବଶ୍ୟ ଠାକୁରଙ୍କ ପାଖରେ ହେଉ କିମ୍ବା ଚଉରା ମୂଳରେ ଅବଶ୍ୟ ରୂପରେ ଜାଳନ୍ତୁ। ପ୍ରତ୍ୟେକ ଦିନ ମା ତୁଳସୀଙ୍କୁ ଆପଣ ବା ବୃନ୍ଦାବତୀଙ୍କୁ ଆପଣ ଜଳ ଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ଆପଣଙ୍କର ଭାଗ୍ୟ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଉନ୍ନତି ଆସିଥାଏ। ତା ସହିତ ଯଦି ଆପଣ ଧନଜନିତ ସମସ୍ୟା ଦେଇକି ଗତି କରୁଛନ୍ତି, ତେବେ ପର୍ସରେ ଆପଣ ଗୋଟିଏ ହଳଦୀ ଖଣ୍ଡଟିଏ ରଖନ୍ତୁ। ଏହା ଆପଣଙ୍କର ଧନଜନିତ ସମସ୍ୟା ଦୂର କରିବ। ଏବଂ ଯଦି ଆପଣଙ୍କର କୌଣସି ନଜର ଦୋଷ ରହୁଛି, ଘରକୁ କେହି ଦୃଷ୍ଟି ଦେଇଛନ୍ତି ବା କୌଣସି ବ୍ୟକ୍ତିଙ୍କୁ ବା କୌଣସି ଛୋଟ ପିଲାଙ୍କୁ କେହି ଦୃଷ୍ଟି ଦେଇଛନ୍ତି, ଯାହା ଆପଣ ଜାଣୁଛନ୍ତି କିମ୍ବା ଆପଣଙ୍କୁ ଲାଗୁଛି, ତ ସନ୍ଧ୍ୟା ସମୟରେ ଟିକେ ଲୁଣରେ ବା ପାଣିରେ ଆପଣ ଲୁଣ ପକାଇ କରି ସେହି ଲୁଣ ପାଣିରେ ଆପଣ ନିଜର ହାତକୁ ଧୁଅନ୍ତୁ ବା ଯାହାକୁ ବି ଏହିଭଳି ଦୃଷ୍ଟି ନଜର ଲାଗୁଛି ତାଙ୍କର ହାତ ଧୁଆନ୍ତୁ। ଏହାପରେ ଦେଖିବେ ଯାହା ବି କିଛି ଆପଣଙ୍କର ନେଗେଟିଭ ଏନର୍ଜି ରହୁଥିବ, ତାହା ସବୁ ନିଶ୍ଚିନ୍ତ ରୂପରେ ଦୂର ହୋଇଯିବ। ତ ଏହି ଏପ୍ରିଲ ମାସରେ ଆପଣ ଗୋଟିଏ କଥା ମନେ ରଖନ୍ତୁ, ସମୟ ବେଳେବେଳେ ଖରାପ ମଧ୍ୟ ରହିଥାଏ, କିନ୍ତୁ ଭାଗ୍ୟ କେବେ ବି ସମ୍ପୂର୍ଣ୍ଣ ଖରାପ ରହେ ନାହିଁ। ଆପଣ ଯେତେ ବି ସବୁ କଷ୍ଟ ଦେଖିଛନ୍ତି, ସେହି ସବୁ କେବେ ବି ବ୍ୟର୍ଥ ଯିବ ନାହିଁ। ଏହି ମାସରେ କେବଳ ଆପଣ ଗୋଟିଏ କଥା ମନେ ରଖନ୍ତୁ, ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କର ସମୟ ଏବେ ଆସୁଅଛି। ଆପଣଙ୍କର ଆଗକୁ ବହୁତ ଭଲ ସମୟ ଆସୁଅଛି। ଜୀବନରେ ଯାହା ଶୁଭ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି କରନ୍ତୁ। ଦେଖିବେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଦେଖିବା ପାଇଁ ମିଳିବ। ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ଟିଏ କରନ୍ତୁ। ଅନ୍ୟମାନଙ୍କ ସହ ଅଧିକରୁ ଅଧିକ ସେୟାର କରନ୍ତୁ। ଯେଉଁମାନେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।